ଆଜି ଗୋଟେ କଥା କହିବାକୁ ଚାହୁଁଛି, ଆମର ଯୋଉ ଅପରେସନ ସିନ୍ଦୁର 2.0 ଆଜ୍ଞା ରହିବ ସେଟା ଏକ୍ସନରେ ରହିବେ, କିନ୍ତୁ ଯେତେ ଏକ୍ଜିକ୍ୟୁଟିଭ କରିବେନି, ଏକ୍ସନରେ ରହିବେ, ସବୁବେଳେ ସତାକି ରହିବେ। ଯେତେବେଳେ ପାକିସ୍ତାନ ଦୁଃସାହସ କରିବ ସେତେବେଳେ ତାର ମୁହଁ ତୋड़ ଜବାବ ଦେବେ। ऑपरेशन सिंदूर सक्सेस हेबा परे भारतर नेक्स्ट स्ट्रैटेजी कौन रहबा तबे हम सहित जोड़ी होचंती कर्नल संजय कुमार नायक प्रतिरक्षा विशेषज्ञ सर आपनको न्यूज रूम को स्वागत। कौन कहिबे सर ऑपरेशन सिंदूर सक्सेस हला एवं आज मध्ये हम देखुचंती सर्वदलीय बैठक शेष होईची। अजित डोभाल मध्ये प्रधानमंत्री मोदी को सहित एक बैठक करूचंती। अन्यपटे भारतीय सेनांकर सर्च ऑपरेशन मध्ये जारी रहिची। ए तमाम दिगो देखिबा परे आपण कोन कहिबे नेक्स्ट स्ट्रैटेजी कोन रहबा भारत सरकारकर? ଦେଖନ୍ତୁ ଅପରେସନ ସିନ୍ଦୁର ଏବେ ଶେଷ ହେଇନି, ପ୍ରଥମ ଫେଜ ଚାଲିଛି। 1.0 ଆଜ୍ଞା ଖତମ ହେଇଛି, ଏବେ 2.0 ଅଛି। କିନ୍ତୁ ମୋର ଯୋଉ 2.0 ପର୍ସନାଲ ଓପିନିଅନ ଅଛି ସେଟା ଆଉ ଏବେ ହବନି। ଆମେ ଅବସ୍ଥା ଦେଖି ବ୍ୟବସ୍ଥା କରିବୁ। ଆମ ପାଖରେ 21ଟି ଇନପୁଟ ଥିଲା, ଯେଉଁ ଆତଙ୍କବାଦୀଙ୍କର ଆଡ୍ଡା 21ଟା ଥିଲା ପାକିସ୍ତାନ ଭିତରେ। ଆମେ 9ଟାକୁ ଧ୍ୱଂସ କରିଛୁ, ଆଉ ବାକି ରହିଲା ଆଜ୍ଞା 12ଟା। ତେଣୁ ସମୟ ଆସିଲେ ତାପରେ ମଧ୍ୟ ଆଟାକ୍ କରାଯିବ, କିନ୍ତୁ ଏବେ ମୋ ମତରେ ଏବେ କିଛି ଅପରେସନ ହବନି। ହଁ, ଯୋଉ ଅଲ୍ ପାର୍ଟି ମିଟିଂରେ ଯୋଉ ଡିଫେନ୍ସ ମିନିଷ୍ଟର କହିଲେ, ଦେଖନ୍ତୁ ଆମର କିଛି ପଲିଟିକାଲ ଲିଡର ଅଛନ୍ତି, ବେସିକାଲି ସାଉଥ ସାଇଡରେ ଅଛନ୍ତି, ସେମାନେ ପାକିସ୍ତାନର ଗୁଇନ୍ଦାଗିରି କରନ୍ତି। ତାଙ୍କ ଲିଡର ମାନଙ୍କ ସହିତ ତାଙ୍କର ସମ୍ପର୍କ ଭଲ ଅଛି। ତେଣୁ ଏଠି ଭାରତ ଯୋଉ ସିକ୍ରେସି କେବେ ଖୋଲିକି କହିବ ନାହିଁ। ତେଣୁ ସିଏ ଖାଲି ଏତିକି କହିଛନ୍ତି ଡିଫେନ୍ସ ମିନିଷ୍ଟର ରାଜନାଥ ସିଂ, ଯେ ଆମର ଚାଲିଛି ବର୍ତ୍ତମାନ ଅପରେସନ ସିନ୍ଦୁର, କିନ୍ତୁ ଏବେ ରେଷ୍ଟ ନେବେ। ଆମେ ଅବସ୍ଥା ଦେଖି ବ୍ୟବସ୍ଥା କରୁ। ଆମେ ମଧ୍ୟ ବିଶ୍ୱ ଲିଡର ମାନଙ୍କୁ ମଧ୍ୟ ଆମକୁ ଡିପ୍ଲୋମାଟିକ କରିବା ପାଇଁ ପଡିବ, ଡାଇଲଗ କରିବା ପାଇଁ ପଡିବ। ତେଣୁ ଆଉ ଗୋଟେ କଥା ମୁଁ ଶୁଣିଲି ଯେ ପ୍ରେସିଡେଣ୍ଟ ଟ୍ରମ୍ପ ମଧ୍ୟ ପ୍ରସ୍ତାବ ଦେଇଛନ୍ତି ଯେ ମୁଁ ମଧ୍ୟସ୍ଥ କରିବି ବିଟୱିନ ଇଣ୍ଡିଆ ଆଣ୍ଡ ପାକିସ୍ତାନ। ଦରକାର ନାହିଁ, ଥ୍ୟାଙ୍କ ୟୁ ପ୍ରେସିଡେଣ୍ଟ ଟ୍ରମ୍ପ, ମୁଁ ଆପଣଙ୍କୁ ଧନ୍ୟବାଦ ଦଉଛୁ ଯେ ଆମେ ଭାରତବାସୀ ବହୁତ ସକ୍ଷମ ଅଛୁ। ଆମେ ନିଜର ପ୍ରୋବ୍ଲେମକୁ ସଲ୍ଭ କରିବା ପାଇଁ ଆମେ ସକ୍ଷମ ଅଛୁ। ତେଣୁ ଆପଣଙ୍କୁ ଆମ ଭିତରେ ପଶିବା ପାଇଁ ପଡିବନି। ଆମର ଆର୍ମ ଫୋର୍ସ ବହୁତ ସତେଜ ଅଛନ୍ତି, ସକ୍ଷମ ଅଛନ୍ତି ଏବଂ ଜିତିବା ପାଇଁ ସେମାନେ କାମ କରନ୍ତି। ତେବେ ବର୍ତ୍ତମାନ ସମୟରେ ଭାରତ ପାକିସ୍ତାନ ଉପରେ କୌଣସି ଆଟାକ୍ କରିବ ନାହିଁ। ମୋ ମତରେ ଆଟାକ ମାନେ କଣ? ଯୋଉ ଆତଙ୍କବାଦ ଧ୍ୱଂସ, ଆପଣଙ୍କ ଚ୍ୟାନେଲ ମତେ ବାରମ୍ବାର ମତେ ଫୋର୍ସ କରୁଛି ଯୁଦ୍ଧ କରିବ ନାହିଁ। କଣ ଯୁଦ୍ଧ ନୁହଁ, ମୁଁ ଯୁଦ୍ଧ କହୁନି ଏଟା। ମୁଁ ଏଟା କହୁଛି ଗୋଟେ ମିଲିଟାରୀ ଅପରେସନ ଆକ୍ସନ। ତେଣୁ ଆଜ୍ଞା ଆଟାକ କଣ କରିବ? ଭାରତ କାହା ସହିତ ଆଟାକ କରିବା ପାଇଁ ଚାହେଁ ନା। ହଁ, ଆତଙ୍କବାଦୀ ମାନଙ୍କ ଉପରେ ଆଟାକ କରିବ ଏବଂ ଇନ୍ ଫ୍ୟୁଚର ଯଦି କିଛି ଏମିତି ଭାରତ ଉପରେ ସେମାନେ ଆଉ କିଛି କଲେ, ଆଟାକ କଲେ, ତାହେଲେ ଇଣ୍ଡିଆ ମଧ୍ୟ ସବୁବେଳେ ପ୍ରସ୍ତୁତ ଅଛି। କିନ୍ତୁ ଏଟା ଯୁଦ୍ଧ ନୁହଁ। ଯୁଦ୍ଧ ଦୁଇ ଦେଶ ମଧ୍ୟରେ ହୁଏ ଏବଂ ସମସ୍ତେ ମଧ୍ୟ ସେଥିରେ ହୁଅନ୍ତି। ଯୁଦ୍ଧରେ ମଧ୍ୟ ଫାଇନାନ୍ସିଆଲ କ୍ରାଇସିସ୍ ହୁଏ, ଆମର ସୋସିଆଲ ଏବଂ ଡିପ୍ଲୋମାଟିକ ମଧ୍ୟ ହୁଏ, କିନ୍ତୁ ଏଟା ଗୋଟେ ଅପରେସନ ମିଲିଟାରୀ ଆକ୍ସନ ହେଉଛି ଏବଂ ଆଗକୁ ମଧ୍ୟ ଜାରି ରହିବ ଯଦି ପାକିସ୍ତାନ ସିଏ ସୁଧୁରି ନଯାଏ। ନିହାତି ଆଜି ମଧ୍ୟ ଅଜିତ ଡୋଭାଲ ସେଇ କଥାକୁ ଦୋହରାଇଛନ୍ତି। ଆପଣ ଯୋଉ କଥା କହିଲେ, ସେ କହିଛନ୍ତି ଯେ ଆକ୍ରମଣ କରିବାକୁ ଆମେ ଚାହୁଁନୁ, ଯଦି ପାକିସ୍ତାନ କିଛି ଦୁଃସାହସ କରେ ଆମେ ତାଙ୍କୁ କଡା ଜବାବ ଦେବୁ ବୋଲି ଅଜିତ ଡୋଭାଲ ମଧ୍ୟ ନିଶ୍ଚୟ ଆଜି ବୈଠକରେ କହିଥିଲେ। ତେବେ ଆଜି ଯେତେବେଳେ ନିଶ୍ଚୟ। ନରେନ୍ଦ୍ର ମୋଦି ଏବଂ ଅଜିତ ଡୋଭାଲଙ୍କ ମଧ୍ୟରେ ଏକ ବୈଠକ ଚାଲିଛି, କଣ ଏଇ ବୈଠକରେ ଆଲୋଚନା କରାଯାଇଥିବ ଆପଣ କଣ ଭାବୁଛନ୍ତି? ଦେଖନ୍ତୁ ମୋଦିଙ୍କର ପିଏମ ମୋଦିଙ୍କର ଯୋଉ ଉପଦେଷ୍ଟା ମଣ୍ଡଳୀ ଅଛନ୍ତି, ଯୋଉ ପରାମର୍ଶଦାତା ଅଛନ୍ତି, ତାଙ୍କ ଭିତରେ ଏନଏସଏ ହେଲେ ଜଣେ ନ୍ୟାସନାଲ ସିକ୍ୟୁରିଟି ଆଡଭାଇଜର, ସେ ହଉଛି ମେନ୍ ଆଦମି। ତେଣୁ ସିଏ ସବୁ କିଛି ପ୍ଲାନିଂ କରନ୍ତି। ହଁ, ଏବଂ ପ୍ଲାନିଂ କରିକି ସେମାନେ ଆମର ଯୋଉ ଡିଫେନ୍ସ ପର୍ସନ ଅଛନ୍ତି ତାଙ୍କୁ ସେମାନେ ଏକ୍ଜିକ୍ୟୁଟ କରନ୍ତି। ପ୍ଲାନିଂ ଟା ଦୋଭାଲ ତାଙ୍କର ନ୍ୟାସନାଲ ଏନଏସଏ କରନ୍ତି ସିଏ। ଏବଂ ସେଇ ପ୍ଲାନ ଟା କଣ ଅଛି ସେଟା ସେ ମୋଦିଙ୍କୁ ଯାଇକି ବ୍ରିଫ କରିଥିଲେ। ଏବଂ ମୋଦିଙ୍କର ଯୋଉ ଆମର ପଲିଟିକାଲ ୱିଲ ପାୱାର ଷ୍ଟ୍ରଙ୍ଗ ଅଛି, ମୋଦି ମଧ୍ୟ ତାଙ୍କୁ ଦେଇଛନ୍ତି ଫ୍ରି ହ୍ୟାଣ୍ଡ। ଡୋଭାଲ ଯାହା ବି କରିବେ ସେଟା ଆକ୍ସେପ୍ଟ କରାଯିବ। ତେଣୁ ଏଇ ସବୁ ପ୍ଲାନିଂ ଚାଲିଛି ସେଟା ଡୋଭାଲ ଭିତରେ ଚାଲିଛି। ଏବଂ ଡୋଭାଲ ମଧ୍ୟ ମୋଦିକୁ କହିଛନ୍ତି ଯେ ଆମ ପାଖରେ ଆଇବି ଇନପୁଟ ଥିଲା ଯେ ପାକିସ୍ତାନର ଟୋଟାଲ 21 ଆତଙ୍କବାଦୀ ଆଡ୍ଡା ଅଛି, ଟ୍ରେନିଂ ସେଣ୍ଟର ଅଛି। ଆମେ 9ଟାକୁ ଆଜ୍ଞା ଧ୍ୱଂସ କରିଛୁ, ଆଉ 12ଟା ରହିଲା। ଆମେ ଟାଇମ ଟୁ ଟାଇମ ଯଦି ପୁଣି ଥରେ ପାକିସ୍ତାନ ସାହସ କରେ, ଦୁଃସାହସ କରେ, ତାହେଲେ ଆମେ ତାର ଜବାବ ଦେବୁ। ଆଉ ଏନଏସଏ ହେଲା ଗୋଟେ ଇମ୍ପୋର୍ଟାଣ୍ଟ ୱାନ ପାର୍ଟ ଅଫ ମାନେ ସିଏ କୁହନ୍ତି କଣ, ସେ ପ୍ଲାନିଂ ସବୁ କରନ୍ତି। ପ୍ଲାନିଂ କରିବା ପାଇଁ, ଏକ୍ଜିକ୍ୟୁଟ କରିବା ପାଇଁ ତାଙ୍କର ଯୋଉ ଆମର ଆର୍ମି ଅଛନ୍ତି, ଆମର ଆଉ ସବୁ ଅଛନ୍ତି। ଆଉ ଏଠି ଆମେ ବେଶୀ ଆପଣ ମୁଁ ଶ୍ରେୟ ଦେବି, କ୍ରେଡିଟ ଦେବି RAW କୁ ଦେବି। ଆଉ ଆଜ୍ଞା ଡୋଭାଲ ମଧ୍ୟ ରେ କାମ କରିଛନ୍ତି ଏବଂ ତାଙ୍କ ଭିତରେ ତାଙ୍କର ଆମର ଏଜେଣ୍ଟ ମଧ୍ୟ ଏବେ ପାକିସ୍ତାନରେ ଅଛନ୍ତି ଏବଂ ସେମାନେ ସବୁ ଗୋଟେ ଲିଷ୍ଟ ବନେଇ ଦେଇଛନ୍ତି ଯେ ଏଇ ଜାଗାରେ ଆତଙ୍କବାଦୀର ଅଛନ୍ତି। ଏବଂ ଆଜି ଆଉ ଗୋଟେ କଥା କହୁଛି, ଯେଉଁ ଆତଙ୍କବାଦୀକୁ ଆମେ ମାରିଛୁ
सी आतंकवादी भी ହେଇପାରେ ଆଉ ଯୋଉ ପାକିସ୍ତାନ ଆର୍ମି ଯୋଉ ଲିଡର ମାନେ ଯାଇକି ସେଠି ଆତଙ୍କବାଦୀ ମାନଙ୍କୁ ଟ୍ରେନିଂ ଦିଅନ୍ତି ସିଭିଲ ଡ୍ରେସ ରେ ସେମାନେ ବି ହେଇପାରେ ନାଇଁ ଯେ ଏତେ ବଡ ହେଲାନି ଯେ ତାଙ୍କ ଉପରେ ଫ୍ଲାଗ ନ୍ୟାସନାଲ ଫ୍ଲାଗ ତାଙ୍କ ଉପରେ ଆଜ୍ଞା ନ୍ୟାସନାଲ ଫ୍ଲାଗ ପାଇଁ ଗଭର୍ଣ୍ଣମେଣ୍ଟ ପଠେଇଛନ୍ତି ପାକିସ୍ତାନ ଗଭର୍ଣ୍ଣମେଣ୍ଟ କିନ୍ତୁ ସେଟା ମୁଁ ଜାଣିନି ମୁଁ 99 ରେ ଥିଲି 99 ରେ ମୁଁ ଯୁଦ୍ଧ କରୁଥିଲି ସେତେବେଳେ ମଧ୍ୟ ଆମେ ଯୋଉ ପାକିସ୍ତାନ ସୈନିକ କ୍ୟାଜୁଆଲିଟି ହେଇଥିଲେ ଆମେ କହିଥିଲୁ ତାଙ୍କର ଅଫିସର କହିଥିଲୁ ଭାଇ ତମର ଡେଡ ବଡି ନେଇକି ଯାଅ ସୈନ୍ୟ ସେମାନେ କହିଲେ ଆମର କେହି ଲୋକ ନାହାନ୍ତି ଆଜି ଗୋଟେ କଥା କହିବାକୁ ଚାହୁଁଛି ଆମର ଯୋଉ ଅପରେସନ ସିନ୍ଦୁର 2.0 ଆଜ୍ଞା ରହିବ ସେଟା एक्शन ले रहिबे କିନ୍ତୁ ଯେତେ ଏକ୍ଜିକ୍ୟୁଟିଭ କରିବେନି एक्शन ले ରହିବେ ସବୁବେଳେ ସତାକ ରହିବେ ଯେତେବେଳେ ପାକିସ୍ତାନ ଦୁଃସାହସ କରିବ ସେତେବେଳେ ତାର ମୁହଁତୋड़ ଜବାବ ଦେବେ ऑपरेशन सिंदूर 1.0 शेष ହେଇଛି କିନ୍ତୁ ऑपरेशन सिंदूर 2.0 ଜାରି ରହିଛି ऑपरेशन सिंदूर ସରି ନାହିଁ ବର୍ତ୍ତମାନ ସମୟରେ ଏପଟେ ଆମେ ଦେଖୁଛନ୍ତି ବ୍ରେକିଂ ବି ଆସୁଛି ଅପଡେଟ ଆସୁଛି ପାକିସ୍ତାନ ସୋସିଆଲ ମିଡିଆରେ ଫେକ୍ ନ୍ୟୁଜ କୁ ପ୍ରଚାର କରୁଛି ଏତେ ସବୁ ଘଟିଗଲା ପରେ ପାକିସ୍ତାନର ଏତେ କ୍ଷୟକ୍ଷତି ହେଲା ପରେ ସଂସ୍କୃତିରେ ଯେମିତି ରହିଛି ଗୋଟେ ଯେ ପ୍ରକୃତି ନଇବ ମୁଞ୍ଚତେ ଯଦି ମୁଞ୍ଚତେ କିଞ୍ଚିତ କିଞ୍ଚିତ ସେ କିଞ୍ଚିତ ଲକ୍ଷଣ ବି ପାକିସ୍ତାନ ପାଖରେ ଦେଖାଯାଉନି ସୁଧୁରି ନାହିଁ ପାକିସ୍ତାନ ବର୍ତ୍ତମାନ ସମୟରେ ଆଉ ସୋସିଆଲ ମିଡିଆରେ ସବୁ ଫେକ୍ ନ୍ୟୁଜ ପ୍ରଚାର କରୁଛି ଏବଂ ଭାରତୀୟ ସେନାଙ୍କ ଉପରେ ମଧ୍ୟ ଭୁଲ ଖବର ପ୍ରସାରିତ କରୁଛି ପାକିସ୍ତାନ ଦେଖନ୍ତୁ ପାକିସ୍ତାନ କଥା ଭସ୍ମାସୁର ଏପଟେ ବିଏଲ ପଲିସି ଲିବରେସନ ଆର୍ମି ସେପଟୁ ଟିଟିଏ ତାଲିବାନ ଯୋଉ ଆଜ୍ଞା ଆଫଗାନିସ୍ତାନ ଟିଟିଏ ସିଏ ବର୍ତ୍ତମାନ ଭସ୍ମାସୁର ପାଲଟିଛି ଏବଂ ପବ୍ଲିକ ରିଏଲି ଦେଖାଇବା ପାକିସ୍ତାନ ପବ୍ଲିକ ମାନେ ଗୁସ୍ସା ଅଛନ୍ତି ଆର୍ମି ଉପରେ ଆପଣ ଜାଣିଛନ୍ତି ଯେ ଟୋଟାଲ ପାକିସ୍ତାନକୁ ଆର୍ମି ହିଁ କଣ୍ଟ୍ରୋଲ କରୁଛି ଯେଉଁ ଆଜ୍ଞା ବର୍ତ୍ତମାନ ତାଙ୍କର ପ୍ରଧାନମନ୍ତ୍ରୀ ଅଛନ୍ତି ତାଙ୍କ ପ୍ରାଇମ ମିନିଷ୍ଟର ତାଙ୍କ କ୍ୟାବିନେଟ ଅଛନ୍ତି ସେ ସବୁ ନମିନେଟେଡ ଏବଂ ସିଲେକ୍ଟେଡ ବାଇ ଆର୍ମି ପାକିସ୍ତାନ ଆର୍ମି ବୁଝିଲେ ତ ତାଙ୍କର ଭିତରେ ଆର୍ମି ଯାହା କହିବ ସେମାନେ ସେଇ ପଛରେ ଲାଗୁଛନ୍ତି ଖାଲି ପ୍ରାଇମ ମିନିଷ୍ଟର ହିସାବରେ ସରିଫ ଖାଲି ଦଉଛନ୍ତି ଷ୍ଟେଟମେଣ୍ଟ ତାଙ୍କର କିଛି ଶକ୍ତି ନାହିଁ ମୁଁ ଜାଣିଛି ମୁଁ 99 ରେ ମଧ୍ୟ କାର୍ଗିଲରେ ଥିଲି ମୁଁ ଜାଣିଛି ଆମର ଇଣ୍ଡିଆନ ଆର୍ମ ଫୋର୍ସରେ କେତେ ତାକତ ଅଛି ଆମେ ଫିଜିକାଲି ବହୁତ ଷ୍ଟ୍ରଙ୍ଗ ଅଛୁ ଆଉ ଆମେ ଜିତିବା ପାଇଁ ମଧ୍ୟ ଲଢେଇ କରୁ ଆମେ ଜିତିବା ପାଇଁ ଆଉ ଆମର ପ୍ରଥମ ହେଲା ନେସନ ଫାଷ୍ଟ କିନ୍ତୁ ପାକିସ୍ତାନ ହେଲା ଇସଲାମ ଫାଷ୍ଟ ଧର୍ମ ଫାଷ୍ଟ ଆପଣ ବହୁତ ଦେଖୁଛନ୍ତି ଇଏରେ ତାଙ୍କୁ ପଛେ ଗୋଟେ ପବ୍ଲିକ ପଚାରିବ ଭାଇ ତମ ଦେଶ ଆଗେ ନା ତମ ଧର୍ମ ଆଗେ ସେମାନେ କହୁଛନ୍ତି ଆମ ଧର୍ମଟା ଆଗେ ଦେଶ ପଛରେ ଆମକୁ ପଚାରୁଛୁ ଆମେ କହୁଛୁ ନେସନ ଫାଷ୍ଟ ଆମ ଦେଶ ପ୍ରଥମେ ତାପରେ ହଉଛି ଧର୍ମ ଆମେ बिल्कुल ହିନ୍ଦୁ ଆମେ ମୁସଲିମ ଆମେ କ୍ୟାଥଲିକ ଆମେ ବୌଦ୍ଧ କିନ୍ତୁ ଆମର ନେସନ ହଉଛି ଫାଷ୍ଟ ଆମେ ଇଣ୍ଡିଆନ ଫାଷ୍ଟ ଆମେ ଇଣ୍ଡିଆନ ଇଣ୍ଡିଆନ ଆମର ଗୋଟେ ଅଛି ନେସନ ଅଛି ଆମର ଗୋଟେ ଦେଶ ପ୍ରତି ଗୋଟେ ଭକ୍ତି ଅଛି କିନ୍ତୁ ତାଙ୍କର ନାହିଁ ତାଙ୍କ ଧର୍ମ ପ୍ରତି ଅଛି ତେବେ ଆମେ ସାରା ବିଶ୍ୱ ବି ଦେଖି ସାରିଛେ ଯେତେବେଳେ ଭାରତ ଉପରେ ଯିଏ କ୍ରୂର ଦୃଷ୍ଟି ପକାଏ ଭାରତ କଣ ଆକ୍ସନ ନିଏ ତାହା ଅପରେସନ ସିନ୍ଦୁର ଆମେ ଦେଖି ସାରିଛନ୍ତି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ସାର୍